ଘୂର୍ଣ୍ଣିବଳୟ ସକ୍ରିୟ ଆସନ୍ତା 5 ଦିନ ପାଇଁ ପ୍ରବଳ ବର୍ଷାର ସତର୍କତା। ସାରା ଦେଶରେ ମୌସୁମୀ ବର୍ଷା ହେଉଥିବା ବେଳେ ଗରମରୁ ଆଶ୍ୱସ୍ତି ଆଣିଛି। ଗତ କିଛି ଦିନ ଧରି ପ୍ରତିଦିନ ବର୍ଷା ହେଉଛି। ଅନେକ ରାଜ୍ୟରେ ପାଗ ପରିବର୍ତ୍ତନ ହୋଇପାରେ। ଦିଲ୍ଲୀ ସମେତ 16ଟି ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଘଣ୍ଟା ପ୍ରତି 60ରୁ 80 କିଲୋମିଟର ବେଗରେ ପବନ ବହିବ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନର ଆଶଙ୍କା ରହିଛି। ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତରେ ବର୍ଷା ହେବାର ସମ୍ଭାବନା ଅଛି। ଦକ୍ଷିଣ ଭାରତରେ ମଧ୍ୟ ବର୍ଷା ଏବଂ ଝଡ଼ ହୋଇପାରେ। ତେଣୁ ସାରା ଦେଶର ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ମହିଳାଙ୍କ ପାଇଁ ଅସୁରକ୍ଷିତ ଆମ ବସ୍। ଭୁବନେଶ୍ୱର, କଟକରେ ମହିଳାଙ୍କ ସ୍ୱତନ୍ତ୍ର ବସ୍ ଦାବି। ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଆମ ବସ୍ ଯାତ୍ରା। ନୀତିଦିନିଆ ଯିବା ଆସିବା ପାଇଁ ସହରାଞ୍ଚଳ ଲୋକଙ୍କ ପାଇଁ ଏବେ ଆମ ବସ୍ ପ୍ରଥମ ପସନ୍ଦ ହୋଇଥିବା ମହିଳାଙ୍କ ପାଇଁ ଏବେ ଏହି ଯାତ୍ରା ଚିନ୍ତା ସୃଷ୍ଟି କରିଛି। ଭିଡ଼ ଭିତରେ ଅସଦାଚରଣ ଓ ହଇରାଣ ଅଭିଯୋଗକୁ ନେଇ ଏବେ ଭୁବନେଶ୍ୱର, କଟକରେ ମହିଳାଙ୍କ ସୁରକ୍ଷା ପ୍ରଶ୍ନ ଉଠିଛି। ମହିଳା ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଯେ ଅଧୀନରେ ବ୍ୟସ୍ତ ସମୟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଆମ ବସ୍ ଚଳାଚଳ କରାଯାଉ। ବିଶେଷକରି ଯାତ୍ରୀମାନେ ସକାଳ 4ଟା ଏବଂ ସନ୍ଧ୍ୟା 4ଟା ମଧ୍ୟରେ 2ରୁ 3 ଯୋଡ଼ା ମହିଳା ସ୍ୱତନ୍ତ୍ର ବସ୍ ଚଳାଇବାକୁ ଦାବି କରିଛନ୍ତି। ମହିଳାମାନଙ୍କ ଅଭିଯୋଗ, ଅତ୍ୟଧିକ ଭିଡ଼ ସମୟରେ ଅନେକ ଥର ଅସଦାଚରଣର ଶିକାର ହେବାକୁ ପଡ଼ୁଛି। ଭିଡ଼ର ସୁଯୋଗ ନେଇ କିଏ ଏଭଳି କରୁଛି ତାଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହେଉଛି। କେତେକ ଘଟଣାରେ କଣ୍ଡକ୍ଟର ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଅଲଗା କରିଥିବା କିମ୍ବା ଓହ୍ଲାଇଥିବା ମଧ୍ୟ ଯାତ୍ରୀମାନେ କହିଛନ୍ତି। ହେଲେ ଚେତୁନାହାନ୍ତି ଅସଦାଚରଣ ବ୍ୟକ୍ତି। ଯେଉଁ କାରଣରୁ ବସରେ ଯିବାକୁ ମଧ୍ୟ ଅନେକ ମହିଳା ଭୟଭୀତ ଏବଂ ଅସହଜ ମନେ କରୁଛନ୍ତି। ବନ୍ୟା ଆଣିଲା ବିପତ୍ତି, ସ୍କୁଲରେ ଫସି ରହିଛନ୍ତି ଛାତ୍ରଛାତ୍ରୀ। ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା ଏବଂ ବନ୍ୟା ସ୍ଥିତି। ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ସେପଟେ ପୁଣି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଚିନ୍ତା ବଢ଼ାଇଛି। କାରଣ ଏହାର ପ୍ରଭାବରେ ଆଗକୁ ଆହୁରି ବର୍ଷା ହୋଇପାରେ। ଏହାରି ମଧ୍ୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୁଳସାହି ଗ୍ରାମରେ। ଗାଁରେ ଥିବା ଆଶ୍ରମ ଆବାସିକ ବିଦ୍ୟାଳୟର 300 ଛାତ୍ରଛାତ୍ରୀ ବନ୍ୟା ଯୋଗୁଁ ଜଳବନ୍ଦୀ ହୋଇଛନ୍ତି। ଅବଶ୍ୟ ଖବର ପାଇ ଜିଲ୍ଲା ପ୍ରଶାସନ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ ନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ପହଞ୍ଚିଛନ୍ତି। କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ 300 ପିଲା। ବନ୍ୟାପାଣିରେ ଫସିଲେ 300 ପିଲା। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହି ଆବାସିକରୁ। 300 ପିଲା ଫସି ରହିଥିବା ଜଣାପଡ଼ିଛି। ବ୍ରାହ୍ମଣୀ ନଦୀ ପାଣି କୂଳ ଲଙ୍ଘିବାରୁ ପିଲାମାନେ ଆଉ ବାହାରି ପାରିନଥିଲେ। ଏହି ଘଟଣାର ଖବର ପାଇ ଜିଲ୍ଲା ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ସହ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ପାନୀୟ ମହଜୁଦ ରଖାଯାଇଥିବା ଜଣାପଡ଼ିଛି। କହି ରଖୁଛୁ କି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବନ୍ୟା ସ୍ଥିତି ଦେଖାଦେଇଛି। ଅଳଭାଠାରେ ବିପଦ ସଂକେତ ଟପିଛି ବ୍ରାହ୍ମଣୀ। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ୍ୟା ମୁକାବିଲା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ। ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ ବର୍ଷା ପ୍ରଭାବିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ 18 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 17 ତାରିଖରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇପାରେ, ଟିକେ କମିବ ଏବଂ 19 ତାରିଖ ସୁଦ୍ଧା ପାଗ ପ୍ରାୟ ଠିକ୍ ହୋଇଯିବ ବୋଲି ଆକଳନ କରାଯାଇଛି। ବନ୍ୟା ମୁକାବିଲା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସେମାନେ ନିଜ ନିଜ କ୍ଷେତ୍ରରେ ମୁତୟନ ଅଛନ୍ତି। ଜୁନରୁ ଅଗଷ୍ଟ 16 ପର୍ଯ୍ୟନ୍ତ ରାଜ୍ୟରେ 953 ମିଲିମିଟର ବର୍ଷା ହୋଇଛି, ଯାହା ଗତ ବର୍ଷଗୁଡ଼ିକର ହାରାହାରି ତୁଳନାରେ 27 ଅଧିକ। ବନ୍ୟା ପରିଚାଳନାରେ ଅଭିଜ୍ଞ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାକୁ ପଠାଯାଇଛି। ସେମାନେ ସେଠାର ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ। ଏହାସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି। ସମସ୍ତ ଜିଲ୍ଲାପାଳଙ୍କ ଆବଶ୍ୟକତା ବୁଝାଯାଇଛି ଏବଂ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।